ହ୍ୟାଲୋ ନରି ଭାଇ, କାହିଁକି ବାର ବାର ମିଡ଼ିଆ ସାମ୍ନାକୁ ଆସିକି ଏସବୁ ପ୍ରଶ୍ନ କରୁଛ? କ'ଣ ହବ? ଖଣ୍ଡଗିରି ପାହାଡ଼ ପଥରରେ ମୁଣ୍ଡ ପିଟିଲେ ପଥର କ'ଣ ଭାଙ୍ଗିଯିବ? ଧେ କିରେ, ତମେ ବିଚାର କରିବାକୁ ଚାହୁଁନା? ଯେଉଁଟା ଯାହା ଭୁଲ ହେଇଛି କି ଠିକ୍ ହେଇଛି ସେଟାକୁ ନିଜ ଭିତରେ ସମାଧାନ କରିବାକୁ ଚେଷ୍ଟା କର। ଆଉ ସବୁବେଳେ କହୁଛ କ'ଣ ନା ମାଲିକ ତାର ପ୍ରାପ୍ୟ ପାଇବ। କ'ଣ ପାଇବ? ଶୁଳି ହବ, ଫାଶୀ ହବ। ଟଙ୍କା ନେଇଥିଲ କାମ କରିବା ପାଇଁ ମାଲିକ କହିବା ହିସାବରେ, ତମେ ତାହାର କାମ କରିନା, ପୁଣି ଚୋରି ଚୋରି ଉପରେ ହିମାଜରି। ଧେ କିରେ, ଏଇଟା ପା ରିଏଲ୍ ଜିନିଷ, ଏଇଟା ଅଭିନୟ ନୁହଁ। ତେଣୁ ଅଭିନୟକୁ କାହିଁକି ସବୁବେଳେ ହାତେଇ ନେଉଛ ମ? କିନ୍ତୁ ଗୋଟେ ଜିନିଷ ଜାଣି ରଖ, ସବୁବେଳେ ସବୁ ଜିନିଷକୁ ହିସାବ କରି କରିଲେ ପ୍ରମାଦ ନ ପଡ଼ଇ ଭଲେ। ଧେ କିନ୍ତୁ ଗୋଟିଏ କଥା ନରି ଭାଇ, ଯେଉଁ ଯାତ୍ରା ଦଳରେ ତୁମେ ରୁହ, କେହି କାମ ନ କରେଇକି ପଇସା ଦେବେନି, କେହି ଆଗୁଆ ପଇସା ଦେବେନି। ତମେ ଯେଉଁ ଜିନିଷ କହୁଛ, ଭାବି ଚିନ୍ତି ସବୁ ଜିନିଷ କୁହ। ଆଗାମୀ ଦିନରେ ଯେଉଁ ଯାତ୍ରା ଦଳରେ ରହିବ, ସେ ଯାତ୍ରା ପାର୍ଟିର ମାଲିକ ଜଣିଏ ମଧ୍ୟ ମାଲିକ। ତେଣୁ ଏସବୁ ବିଭ୍ରାନ୍ତିକର କଥା ଆଉ ଆସିକି କାହିଁକି ମିଡ଼ିଆ ସାମ୍ନାରେ କହୁଛ? କାହିଁକି ପ୍ରଶାସନକୁ ପୁଣି ପୋଲିସ ପାଖକୁ ଯାଉଛ, ଥାନାକୁ ଯାଉଛ? ଏଇଟା ହବ, ସେଇଟା ହବ। କ'ଣ ନାଣ୍ଡୁ ବାବୁକୁ ଶୁଳି ହେଇଯିବ ନା ଫାଶୀ ହେଇଯିବ? ତମେ ନେଇଥିବା ଅର୍ଥ ଫେରେଇବାକୁ ଯାଇଥିଲ ଯେବେ ସିଏ ତୁମ ପ୍ରତି କିଛି କୁବ୍ୟବହାର କରିଛନ୍ତି, ସେଇଟା ତୁମ ତାଙ୍କ ଭିତର କଥା। ଆଉ ଆକୁ ବଢ଼ାନି। ଓଡ଼ିଶାର କଳାକାରରେ କଳଙ୍କ କେହି ଲଗାଅନି। ତା ନହେଲେ ଓଡ଼ିଶା କଳା ସାମ୍ରାଜ୍ୟ ସବୁ ଧ୍ୱଂସ ପାଇଯିବ। ଭେ ବୁଝିଯାଅ, ସମୟ ଅଛି। ଆଉ ଆଗକୁ ଆଗେଇଲେ ଭଲ ହବନି। କାରଣ ପୁରୀ ମନ୍ଦିରକୁ ଯେବେ ତଳୁ ଠିଆ ହେଇ ଗୋଟେ ଟେକାଟେ ମାରିବ, ତାହେଲେ କ'ଣ ମନ୍ଦିର ଭାଙ୍ଗିଯିବ? ଧେ